ମୁଁ ଅଛି ବୋଲିକିରି ପେପର ମିଲଟା ଅଛି, ନହେଲେ ଚୋରିକି ନେଇଯାଆନ୍ତାନି। ମୁଁ ଜଗେଇଛି, ପୋଲିସ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛି ବୋଲିକିରି ଆଜି ପେପର ମିଲଟା ଅଛି, ଏମାନେ ଆନ୍ଦୋଳନ କରୁଛନ୍ତି ଚଲୋ ବୋଲିକିରି। ନହେଲେ ତ ସେ ଗ୍ରାନାଇଟ୍ ଫ୍ୟାକ୍ଟ୍ରି ଚୋରି କଲା ବେଳେ ଆକୁ ଚୋରି କରିକି ଏବେ ବି ଚୋରି କରୁଛନ୍ତି, ଏବେ ବି କିଛି ଚୋରି କରୁଛନ୍ତି, ମନା ନାହିଁ। କିନ୍ତୁ ଅଛି, ରିପେୟାର ହେଇପାରିବ ଏବଂ ଖୋଲା ହେଇପାରିବ। ଇଏ କଲରଠୁ ଆମେ ପଳେଇଲୁ, ଆମର ନାଁ ହେଇଗଲା ବୋଲିକି ତାଙ୍କେ ନାଁ କମେଇବା ପାଇଁ ଏଇଟା ଶସ୍ତା ରାଜନୀତି କରୁଛନ୍ତି। ବିଜୁ ଜନତା ଦଳ ନେତୃତ୍ୱରେ ବନ୍ଦ ହେଇଥିଲା, ଲୋକମାନଙ୍କୁ ନାହିଁ। ହେଲେ ପବ୍ଲିକ ଆପଣ ଦେଖୁନାହାନ୍ତି ଲୋକ କେତେ ବିରୋଧ କରୁଥିଲେ, ସାଧାରଣ ଜନତା କେତେ ବିରୋଧ କରୁଥିଲେ ଆପଣମାନେ ଦେଖିଛନ୍ତି। ଗତକାଲି ଜୟପୁର ପ୍ରତ୍ୟେକ ଗୁରୁବାର 7ଟା ୟୁନିୟନ, ଭଣ୍ଡାରୀ ୟୁନିୟନ, ସୁନା ଦୋକାନୀ ୟୁନିୟନ, ତାଙ୍କର ଲୁଗା ଦୋକାନ ୟୁନିୟନ, ଯୋଉଟା କି ଟାଉନର 80% ଦୋକାନୀ ଗୁରୁବାର ଦିନ ବନ୍ଦ ରହିବ। ଏବଂ ତା ଭିତରେ ସରକାର ଘୋଷଣା କଲେ ଇଦ୍ ପାଇଁ ସମ୍ପୂର୍ଣ୍ଣ ଟାଉନ ବନ୍ଦ। ନବୀନ ବାବୁ ବି ବହୁତ ଥର ପ୍ରତିଶ୍ରୁତି ଦେଇଛନ୍ତି ଖୋଲିବା ପାଇଁ ପେପର ମିଲ୍। ଏବଂ ଇଣ୍ଡଷ୍ଟ୍ରି ମିନିଷ୍ଟର ଶ୍ରୀଯୁକ୍ତ ମିଶ୍ର ଥିଲାବେଳେ ସବୁ ସେକ୍ରେଟାରୀ ମିଟିଂ ହେଇଥିଲା। ଗଲା ସରକାରରେ ଚିଫ ସେକ୍ରେଟାରୀ 5 ଥର ମିଟିଂ କରିଛନ୍ତି, ଖୋଲିଦେଲେନି। ସେତକୁ ବିଜନତା ସମୟ ତ ଆମେ ବହୁତ ବିଧାନସଭାରେ ଉଠେଇଛୁ, ବହୁତ କଥା କରିଛୁ, ଆନ୍ଦୋଳନ କରିଛୁ, କାହିଁକି ଚଲେଇଲେନି? କାହିଁକି କଣ ପାଇଁ ଚଲେଇଲେ? ସେ ସରକାର ଦୟା ନଥିଲା? ଏବେ ତାଙ୍କ ସରକାର ଗଲା ପରେ ବିଜୁ ଜନତା ଦଳ ଆଖି ଖୋଲିଲା। ସରକାର ଗଲା ପରେ ବିଜୁ ଜନତା ଦଳ ଆଖି ଖୋଲିଲାନି। ଆମେ କଲେକ୍ଟରକୁ ଦେଖା କରିଥିଲୁ, 400 କର୍ମଚାରୀଙ୍କ ସହିତ, ରିଟାୟାର୍ଡ ବାଲାଙ୍କ ସହିତ ଆମେ ଦେଖା ହେଇଥିଲୁ। କଲେକ୍ଟରଙ୍କୁ ଧାରଣା ଦେଇଥିଲୁ, କଲେକ୍ଟର ପ୍ରତିଶ୍ରୁତି ଦେଇଥିଲେ ସବୁ ଦଳକୁ ଡାକିକିରି ଆଲୋଚନା କରି ତାର ଗୋଟେ କାର୍ଯ୍ୟାନୁଷ୍ଠାନ କରିବେ। ଇଏ କଲେକ୍ଟର ଆମେ ପଳେଇଲୁ, ଆମର ନାଁ ହେଇଗଲା ବୋଲିକି ତାଙ୍କେ ନାଁ କମେଇବା ପାଇଁ ଏଇଟା ଶସ୍ତା ରାଜନୀତି କରୁଛନ୍ତି, ଶସ୍ତା ରାଜନୀତି କରୁଛନ୍ତି। ଏବଂ ଯଦି ଗଲା ସରକାର ତ କରିପାରେନି, ଏ ସରକାର ବି ମୁଖ୍ୟମନ୍ତ୍ରୀ ପାଖରେ ମୁଁ ଦାବି କରୁଛି, ବିଧାନସଭାରେ ବି କହିଛି, ବହୁତ ଥର ଦାବି କରୁଛି। ମୁଖ୍ୟମନ୍ତ୍ରୀ 3 ଥର ପ୍ରତିଶ୍ରୁତି ଦେଇଛନ୍ତି, ଓପନ ପବ୍ଲିକ ମିଟିଂରେ ଦେଇଛନ୍ତି। ଦାବି କିଏ କରିଥିଲା? ମୁଁ କରିଥିଲି। କେତେ ଦଲାଲ ଟାଉଟର ଅଛନ୍ତି।